ପିଲା ଦିନଟା ଏତେ ଜଲ୍ଦି କଟିଗଲା ଭାଇ ଭଉଣୀ ସହିତ ଯେ ଜଣାପଡ଼ିଲାନି। ଏବେ ତାକୁ ଦେଖା କରିବା ପାଇଁ ହେଲେ ତା ଘରକୁ ଆମକୁ ଯିବାକୁ ପଡ଼ୁଛି। ପ୍ରାୟତଃ ବର୍ଷେ ହେଲାଣି ସେ ଏବେ ଓଡ଼ିଶାରେ ହିଁ ନଥିଲା। ଏବେ ଓଡ଼ିଶା ଆସିଛି, ତେଣୁ ଆମେ ତାକୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲୁ। ଏଠି ଆମେ ବହୁତ କମ୍ ସମୟ କାଟିଥିଲୁ, କାହିଁକିନା ଆମ ପ୍ଲାନିଂ ଥିଲା ଆମେ ମୋ ମାଉସୀ ଘରକୁ ଯିବୁ। ତେଣୁ ସେଠି ଆମେ ତା ପୁଅ ସହିତ ଟିକେ ମସ୍ତି କରିଥିଲୁ, ଟିକେ ଗୀତ ବି ବୋଲିଥିଲୁ। ବାହାଘର ପୂର୍ବରୁ ସବୁବେଳେ ସିଏ ହିଁ ମୋତେ ସବୁ ମ୍ୟାଚିଂ କରିକି ଦିଏ ଡ୍ରେସ୍ ପତ୍ର। ଆଜି ସିଏ ମୋତେ ପଚାରୁଛି ଯେ ନାନୀ ଯିବା ଯଦି କେଉଁ ଡ୍ରେସ୍ଟାରେ ମ୍ୟାଚିଂ ହେଉଛି, କ'ଣ ପିନ୍ଧିବି ମୋତେ କହ। ସମସ୍ତେ କୁହନ୍ତି ଯେ ଆମେ ଦୁଇ ଭଉଣୀ କାଳେ ଟ୍ୱିନ୍ସ ବୋଲି। ଆପଣମାନେ ବି କମେଣ୍ଟରେ ନିହାତି ଜଣାଇବେ। ରାତି ପ୍ରାୟ 8:30 ବେଳେ ଆମେ ମାଉସୀ ଘରେ ପହଞ୍ଚି ଯାଇଥିଲୁ। ଏଠି ମୋ ଭାଇର ପୁଅକୁ ମୁଁ ଧରିଥିଲି, ଆଉ ଭାଇ ଆଉ ଭାଉଜ ଦୁଇ ଜଣ ଯାକ ଲାଗି ପଡ଼ିଥିଲେ ବିରିୟାନୀ କରିବେ, ଆମକୁ ଖାଇବାକୁ ଦେବେ। ସେଇଥିପାଇଁ ଯିଏ ପିଲାବେଳେ ଘରକୁ କେହି କୁଣିଆ ଆସିଲେ ବିସ୍କୁଟ୍ ଦିଅ ଚକୋଲେଟ୍ ଦିଅ ବୋଲି କାନ୍ଦୁଥିଲା, ସିଏ ଆଜି ବନାଉଛି ବିରିୟାନୀ ଆମେ ଖାଇବା ପାଇଁ, ଆମକୁ ପରସୁଛି। ସେ ଦେଖିକି ବହୁତ ଖୁସି ଲାଗିଲା। କାଲି ସକାଳେ ପ୍ଲାନିଂ ଥିଲା ଆଉ କୁଆଡ଼େ ଟିକେ ବୁଲିବାକୁ ଯିବ ବୋଲି ଆମେ ଚର୍ଚ୍ଚା କରୁଥିଲୁ ବସିକି ସମସ୍ତେ। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ। ରହୁଛି। ଜୟ ରାଧେକୃଷ୍ଣ।